ଯାହାର ଅନ୍ୟ ନାମ ହେଉଛି ପରିବାର ତୀର୍ଥ। ଯେଉଁଠି ପରିବାରର କିଛି ଅଶାନ୍ତି ବା ଅତୃପ୍ତ ଭାବନା ସୃଷ୍ଟି ହୁଏ, ଅଭାବ ସୃଷ୍ଟି ହୁଏ, ସେତିକିବେଳେ ଏହି ସ୍ଥାନକୁ ସ୍ମରଣ କରିବା ସହିତ ଏଠାକୁ ଆସି ପୂଜାର୍ଚ୍ଚନା କରିବା ଉଚିତ। ତେବେ ଏଇ ପରିବାର ହଉ ବା ଜଗତର ସବୁ ପରିବାର, କେବଳ ମଣିଷ ପରିବାର ନୁହେଁ, ପଶୁପକ୍ଷୀମାନଙ୍କର ମଧ୍ୟ ପରିବାର ଅଛି। ତା ନହେଲେ ଗୋଟିଏ ପକ୍ଷୀ, ଛୋଟ ପକ୍ଷୀଟିଏ ଗୋଟିଏ ନୀଡ଼ ବା ଗୋଟିଏ ବସାରେ ବସିଛି, ଉଡ଼ି ପାରୁନାହିଁ, ଖାଦ୍ୟ ସଂଗ୍ରହ କରିପାରୁନାହିଁ, କିଛି ସମୟ ଆପଣ ଅପେକ୍ଷା କଲେ ଦେଖିବେ ମା ପକ୍ଷୀଟି ଉଡ଼ି ଉଡ଼ି ଯାଉଛି ବହୁତ ଦୂରକୁ। ସେ କେଉଁଠିକି ଯାଉଛି ତା ଆମେ କହିପାରିବାନି, କିନ୍ତୁ ତା ଥଣ୍ଟରେ କିଛି ଖାଦ୍ୟ ଆଣି ସେ ଆଗ ପ୍ରଥମ ତାର ପିଲାମାନଙ୍କୁ ଦଉଛି। ପିଲାମାନଙ୍କୁ ଦେଇ ସାରିଲା ପରେ ସେ ଖାଉଛି। ଇଏ ହେଉଛି ଗୋଟେ ଜ୍ୱଳନ୍ତ ଉଦାହରଣ ଆପଣମାନଙ୍କ ପାଇଁ, ଆମ ପାଇଁ, ସମସ୍ତଙ୍କ ପାଇଁ। ତେଣୁ ଈଶ୍ୱର କେତେବେଳେ ମା ହୁଅନ୍ତି, କେତେବେଳେ ବାପା ହୁଅନ୍ତି, କେତେବେଳେ ଭାଇ ହୁଅନ୍ତି, କେତେବେଳେ ବନ୍ଧୁ ବି ହୁଅନ୍ତି। ଆପଣ ଭାବୁଥିବେ ବା ଅନେକ କହନ୍ତି ଜଗନ୍ନାଥ ହେଉଛନ୍ତି ବନ୍ଧୁ। ସିଏ ପୁଣି କାହାର ବନ୍ଧୁ? ସିଏ ହେଉଛନ୍ତି ବନ୍ଧୁ ମହାନ୍ତିଙ୍କର ବନ୍ଧୁ, ଯାଜପୁର ବନ୍ଧୁ ମହାନ୍ତିଙ୍କ ବନ୍ଧୁ। କିନ୍ତୁ ଜୀବନ ତମାମ ଯଦି ଆପଣ ଲକ୍ଷ୍ୟ କରିବେ, ଆପଣ ଜାଣିପାରିବେ ଯେ ଜଗନ୍ନାଥ ପ୍ରକୃତରେ ଜଣେ, ଦୁଇ ଜଣ, 5 ଜଣ, 3 ଜଣଙ୍କର ସେ ବନ୍ଧୁ ନୁହେଁ। ସିଏ ହେଉଛନ୍ତି ଜଗତର ବନ୍ଧୁ। ଗଛକୁ ବଞ୍ଚେଇଛି କିଏ? ପଶୁପକ୍ଷୀକୁ ବଞ୍ଚେଇ ରଖିଛି କିଏ? ଯାହା ପାଇଁ ଯେଉଁ ଖାଦ୍ୟର ଆବଶ୍ୟକ ରହିଛି, ସିଏ ଖାଦ୍ୟକୁ ତା ପୂର୍ବରୁ ସଞ୍ଚୟ କରି ରଖିଛି କିଏ? ଆପଣମାନେ ଗୋଟେ କଥା ଲକ୍ଷ୍ୟ କରିବେ, ବର୍ଷା ଆସୁଛି ଆମକୁ ଜଣାପଡ଼ୁନି, ହଠାତ୍ ଗୋଟେ ପିମ୍ପୁଡ଼ି ଧାଡ଼ି ଦେଖାଗଲା। ସେ ପିମ୍ପୁଡ଼ି ଧାଡ଼ିକି ଆପଣ ଲକ୍ଷ୍ୟ କରି ଦେଖିବେ, ସେ ପିମ୍ପୁଡ଼ି ଧାଡ଼ିରେ ଅନେକଙ୍କ ମୁହଁରେ କିଛି ନା କିଛି ଗୋଟେ ଆହାର ଅଛି। ସେ କ'ଣ ଆହାର ତାକୁ ଆମେ ଦେଖିନୁ, ଆହାର ଅଛି। ସେ ଚାଉଳଟିଏ ହଉ ଯାହା ହଉ, ସେ କ'ଣ କରୁଛି, ଇଏ ତା ପାଟିକି ଦଉଛି, ସିଏ ତା ପାଟିକି ଦଉଛି, ସିଏ ତା ପାଟିକି ଦଉଛି। ସେ ଏମିତି ଦେଇ ନେଇ ସେ ମୂଳ ସ୍ଥାନରେ ପହଞ୍ଚୁଛି, ପୁଣି ସେ ଫେରି ଯାଉଛି, ପୁଣି ସେଇ କାମରେ ଲାଗିଛି। କାମଟି ସରିଗଲେ ପିମ୍ପୁଡ଼ି ସ୍ଥାନରେ ରହେ ଏବଂ
ମଣିଷ ମଣିଷ ସ୍ଥାନରେ ରହେ। ତାହେଲେ ଆପଣ କୁହନ୍ତୁ ଯେ ଆମେ ଯେଉଁ କହୁଛୁ ମା ବାପା ଭାଇ ବନ୍ଧୁ, ଇଏ କ'ଣ ପ୍ରକୃତରେ ଇଏ କେତେ ଜଣଙ୍କ ପାଇଁ ଲେଖା ହେଇଛି? ଏହା କ'ଣ ସୁଦାମାଙ୍କ ପାଇଁ ଲେଖା ହେଇଛି ନା ବିଦୁରଙ୍କ ପାଇଁ ଲେଖା ହେଇଛି? ଧ୍ରୁବ ପ୍ରହ୍ଲାଦଙ୍କ ଭଳି ଭକ୍ତଙ୍କ ପାଇଁ ଲେଖା ହେଇଛି? ଦ୍ରୌପଦୀଙ୍କ ଭଳି ଲେଖା ହେଇଛି? ପ୍ରକୃତରେ ଏହା କାହାରି ପାଇଁ ଲେଖା ହେଇନି। ଯେଉଁଦିନ ସେ ମାତୃଗର୍ଭରେ ଆମକୁ ଆଖି ଦେଲେ ସେଦିନ ସେ ଗୋଟିଏ ବନ୍ଧୁ ହେଲେ। କାରଣ ଆମେ ଏଇ ଆଖିରେ ଜଗତକୁ ଦେଖିବୁ। ସେଇଭଳି ନାକ ଦେଲେ, ନାକ ଯଦି ଦେଇନଥାନ୍ତେ ଆମେ କ'ଣ ବଞ୍ଚିଥାନ୍ତୁ? ପାଟି ଦେଲେ, ପାଟି ଯଦି ନ ଦେଇଥାନ୍ତେ ଆମେ ଖାଇଥାନ୍ତୁ କିପରି? କାନ ଦେଲେ, କାନ ଯଦି ସେ ଦେଇନଥାନ୍ତେ ଆମେ ଶ୍ରବଣ କରିଥାନ୍ତୁ କେମିତି? ତାପରେ ଆପଣ ଦେଖିବେ ତାପରେ ହାତ ଦେଲେ। ଆପଣ ସାଇନ୍ସର ବିଜ୍ଞାନର ଗୋଟିଏ ଚିତ୍ର ଆପଣ ଦେଖନ୍ତୁ। ମୁଣ୍ଡଠାରୁ ଗୋଡ଼ ପାଦ ପର୍ଯ୍ୟନ୍ତ ଗୋଟେ ମଣିଷର ଚିତ୍ର ଆପଣ ଦେଖିବେ। ସେ ଚିତ୍ରରେ ଦେଖିବେ, ନିଶ୍ଚିତ ଭାବରେ ଦେଖିବେ, ଆମ ଦେହରେ ଯେତେ ଅଙ୍ଗ ପ୍ରତ୍ୟଙ୍ଗ ବା ଯାହା ଅଛି, ଲିଭର ଫିଭର ଯାହା ଅଛି, ସବୁର ଗୋଟେ ଗୋଟେ ପଏଣ୍ଟରେ ତାଙ୍କୁ ସବୁ ରଖାହେଇଛି। ମାନେ ଛୋଟ ଛୋଟ ପଏଣ୍ଟରେ ଯେଉଁମାନେ ପାଠ ପଢ଼ୁଛନ୍ତି ବା ପାଠ ପଢ଼ଉଛନ୍ତି ସେଇମାନେ ବୁଝେଇ ଦେଇପାରିବେ ଇଏ କ'ଣ, ସେ କ'ଣ, ସେ କ'ଣ, ସେ କ'ଣ। କିନ୍ତୁ ଏତିକି ବେଳେ ଆପଣ ଦେଖନ୍ତୁ ଗୋଟିଏ ଚିତ୍ର, ସେ ହେଉଛି ହାତର ଚିତ୍ର। ସେ ହାତଟା ସବୁଠାରୁ ଲମ୍ବା, ସେ ପାଦ ପର୍ଯ୍ୟନ୍ତ ବିସ୍ତୃତ ହେଇକି ରହିଛି। ତାହେଲେ ଏ କଥାରୁ ଆପଣ କ'ଣ ବୁଝିଲେ? ତେବେ ଯେଉଁଦିନ ଆପଣଙ୍କୁ ସେ ହାତ ଭଳି ଗୋଟିଏ ବନ୍ଧୁ ପ୍ରଦାନ କଲେ, ଏଇ ହାତ ବନ୍ଧୁ ଦ୍ୱାରା ଆମେ ଜୀବନରେ ଆମ ପାଇଁ, ଆମ ପରିବାର ପାଇଁ, ପରର ଉପକାର ପାଇଁ, ସମସ୍ତଙ୍କ ପାଇଁ ଆମେ କାମ କରୁଛୁ। ତେଣୁ ପ୍ରକୃତରେ ବନ୍ଧୁ ହେଉଛି କର୍ମ। ସେଇ କର୍ମକୁ ସମ୍ପାଦନ କରିବା ପାଇଁ ଆଖି, କାନ, ନାକ, ପାଟି ସବୁ ଦେଇଛନ୍ତି, ହାତ ଗୋଡ଼ ସବୁ ଦେଇଛନ୍ତି। କିନ୍ତୁ ସର୍ବଶ୍ରେଷ୍ଠ ଅଙ୍ଗ ହେଲା ହାତ। ଏଇ ହାତକୁ ଯୋଡ଼ିଦେଲେ ଇଏ ହୁଏ ନମସ୍କାର ବା ଗୁରୁଜନଙ୍କୁ ମାନେ ପ୍ରଣାମ। ଏଇ ପାଦକୁ ଯଦି ଚଲେଇ ରଖିବା ତାହେଲେ ଆମେ ଦୂର ବାଟ ଅତିକ୍ରମ କରି ଆମେ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବା। ଠିକ୍ ସେଇଭଳି ଆପଣ ଦେଖିବେ ଜଗନ୍ନାଥ ଗୋଟେ ଶବ୍ଦ ସମସ୍ତେ କହୁଛନ୍ତି, ଆମେ ବି କହିଲୁ। ଜ କହିଲେ ପ୍ରଥମ ଜ ହେଉଛି ଜ୍ୟୋତିର୍ବ୍ରହ୍ମ। ଯେଉଁ ଜ୍ୟୋତି ବ୍ରହ୍ମ ଦ୍ୱାରା ଇଏ ଜଗତ ତିଆରି ହେଇଛି। ସାଇନ୍ସ ମଧ୍ୟ କହୁଛି ଅଗ୍ନି। ଅଗ୍ନିଙ୍କର ଉତ୍ତର ରୂପ ହେଉଛି ପୂର୍ବ ରୂପ ଅଗ୍ନି। ଅଗ୍ନିଙ୍କର ଉତ୍ତର ରୂପ ହେଉଛି ସୂର୍ଯ୍ୟ। ଏଇ ହେଉଛନ୍ତି ଜ କହିଲେ ଜ୍ୟୋତି। ଯେଉଁ ଜ୍ୟୋତି ଆମ ହୃଦୟ ଭିତରେ ଗୋଟେ ଆତ୍ମପୁରୁଷ ରୂପରେ ଅଛି,
ଯେଉଁଟି ନୀଳ ଆକାଶରେ ଗୋଟେ ସୂର୍ଯ୍ୟ ଚନ୍ଦ୍ରମାଙ୍କ ଭଳି ଉଦିତ ହେଉଛି, ଗ୍ରହ ତାରା ନକ୍ଷତ୍ରଙ୍କ ଭଳି ଉଦିତ ହେଉଛି। ଏଇ ହେଉଛନ୍ତି ଜ୍ୟୋତି। ଗ କହିଲେ ଗତି। ଇଏ ଗତି ହେଉଛି ଆମ କର୍ମର ପ୍ରତୀକ। ଏଇଟା ସଜାଳିଆ କଥା। କିନ୍ତୁ ଗତି ହେଉଛି ଆମେ ଏଠି ବଇଛୁ, ଆମେ କ'ଣ ଭାବୁଛୁ ଆମ ନାକରେ ନିଶ୍ୱାସ ଯାଉଛି କି ନା? ଆମେ ସେ ବିଷୟରେ ଜମା କିଛି ଭାବୁନୁ। ସେ ନିଶ୍ୱାସ ନାଁ ବି ଧରୁନୁ। କିନ୍ତୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିଶ୍ୱାସ ପ୍ରବାହିତ ହେଉଛି। ଜୀବନକୁ ଚଳେଇବା ପାଇଁ ଏଇ ଯେଉଁ ଗତିରେ ଭର୍ତ୍ତା ପ୍ରଭୁ ସାକି, ଏଇ ଯେଉଁ ନିଶ୍ୱାସ, ଇଏ ହେଉଛି ସର୍ବଶ୍ରେଷ୍ଠ ଗତି। ଡାହାଣ ପଟେ ଗଲେ ସେ ଗୋଟାଏ ଗତି, ବାଁ ପଟେ ଗଲେ ଆଉ ଗୋଟାଏ ପ୍ରକାର ଗତି। ତେଣୁ ଗ ହେଉଛି ଗତି, ନା ହେଉଛି ନାମର ପ୍ରତୀକ। ଆମେ ସମସ୍ତେ ଗୋଟିଏ ଗୋଟିଏ ନାଁକୁ ଆଶ୍ରୟ କରି ଆମ ସମ୍ବିଧାନକୁ ଚଳାଉଛୁ। ଆମ ତହସିଲରେ ଦେଖ, ବ୍ଲକରେ ଦେଖ, ଜିଲ୍ଲାରେ ଦେଖ, ଆମ ରାଜ୍ୟରେ ଦେଖ, ଯେଉଁଠି ଆପଣ ଦେଖିବେ ଆମ ନାମଟିକୁ ସେଠି ପ୍ରଥମେ ଦିଆଯାଏ। ତମ ଘର କୋଉଠି ବାବୁ ପଚାରିବେ, ତମ ନାଁ କ'ଣ? ଆପଣ ଗୟା ତୀର୍ଥକୁ ଯିବେ, ସାଙ୍ଗେ ସାଙ୍ଗେ ସେ ଖାତା ଫାତା ଖେଳେଇକିରି ଆମକୁ ଜଣେଇଦେବେ ଆପଣଙ୍କ ଅଜା ଏଠିକି ଆଇଥିଲେ, ଆପଣଙ୍କ ବାପା ଏଠିକି ଆଇଥିଲେ। ତେଣୁ ଇଏ ଦୁନିଆରେ ନାମ ବ୍ୟତୀତ ଭଗବାନଙ୍କର ନାମ କରୁଛେ, ସେ ଅଲଗା ନୁହେଁ। ସିଏ ଶ୍ରେଷ୍ଠ କଥା, ତାକୁ ଆମେ ଏଠି କହୁନୁ। କିନ୍ତୁ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ନାମ ଅଛି। ନାମ ହିଁ ସୂର୍ଯ୍ୟ, ନାମ ହିଁ ଚନ୍ଦ୍ର, ନାମ ହିଁ ପବନ, ନାମ ହିଁ ଅଗ୍ନି, ନାମ ହିଁ ସମୁଦ୍ର, ଗଛ, ତରୁ, ତୃଣ, ଲତା, ଔଷଧ, ରୋଗ ସବୁ ହେଉଛି ନାମ। ନାମ ପରେ ଆଉ ଗୋଟିଏ ଶବ୍ଦ ଆସିଲା ଥ। ଥଟିକୁ ଯଦି ଆମେ ମାନେ ଅଥୟଟାକୁ ଯଦି ଆମେ ଅଥୟ କରିଦେବା, ଆମେ ଜୀବନରେ କିଛି କରିପାରିବାନି। ଆଜି ବହୁ ନୂଆ ନୂଆ ଜିନିଷ ଉଦ୍ଭାବନ ହେଇଛି, ନୂଆ ନୂଆ କଥା ଆଜି ପୃଥିବୀକି ଆସିଛି, ଆହୁରି ମଧ୍ୟ ଆସିବ। ଗବେଷଣା ତାପରେ ଗବେଷଣା ମଧ୍ୟ ଚାଲିଛି, ଆଉ ଚାଲିବ। ଏବଂ ପଦାର୍ଥ ବିଜ୍ଞାନକୁ ନେଇ ଏ ଜଗତ ଅନେକ କମନୀୟ ଦରକାରୀ ଦ୍ରବ୍ୟ ସେ ଆମକୁ ପ୍ରଦାନ କରିବ, ପୁରସ୍କାର ଦେବ, ମଣିଷକୁ ସେଇ ପୁରସ୍କାର ଦେବ। ତେଣୁ ପଦାର୍ଥ, ଜୀବନ ଏକ ପଦାର୍ଥ। ମୁଁ ବଇଛି ଗୋଟିଏ ପଦାର୍ଥରେ, ମୋ ଆଗରେ ଥୁଆ ହେଇଛି ଟେବୁଲଟି, ସେ ବି ଗୋଟିଏ ପଦାର୍ଥ। ଭାତ ପଦାର୍ଥ, ରୁଟି ପଦାର୍ଥ, ଇଏ ଯେଉଁ ଲୁଗା ପିନ୍ଧିଛୁ ସେ ବି ପଦାର୍ଥ। ପଦାର୍ଥ ବିହୀନ ବିଶ୍ୱ କୋଉଠି ଅଛି? ଆମ ଦେହରୁ ଯଦି ମଳି ବାହାରିଲା, ସେ ମଳିଟା ବି ମଧ୍ୟ ପଦାର୍ଥ। କେବଳ ବିଜୁଳିକୁ ପଦାର୍ଥ ବୋଲି କୁହାଯାଏ ନାହିଁ। ତେଣୁ ଏଇଭଳି ଭାବରେ ପ୍ରତ୍ୟେକ ଜିନିଷର ମୂଲ୍ୟବୋଧତାକୁ ବହୁମୂଲ୍ୟ କରି ଜୀବନକୁ ସରସ ସୁନ୍ଦର କର। ଜୀବନଠାରୁ ଶ୍ରେଷ୍ଠ ପଦାର୍ଥ
ଏ ଜଗତରେ କିଛି ନାହିଁ। ତେଣୁ ଯେଉଁମାନେ ଜୀବନକୁ ଅଣହେଳା କରି ଜୀବନକୁ ଉପଭୋଗ କରି ନିଜକୁ ନଷ୍ଟ କରୁଛନ୍ତି, ଅନ୍ୟକୁ ନଷ୍ଟ କରାଉଛନ୍ତି, ସେଇମାନେ ହେଉଛନ୍ତି ଏ ସଂସାରର ଗୋଟିଏ ଗୋଟିଏ ରାକ୍ଷାସ। ରାକ୍ଷାସ କି ରାକ୍ଷାସ ମୁଁ ମଦ ପିଉଛି, ଆସ ମୋ ସାଙ୍ଗେ ତମେ ପିଅ। ମୁଁ ଗଞ୍ଜେଇ ଖାଉଛି, ଆସ ମୋ ସାଙ୍ଗେ ତୁମେ ଗଞ୍ଜେଇ ଖାଅ। ପୁଣି ସେ ଗଞ୍ଜେଇକି ଠାକୁରଙ୍କୁ ଅର୍ପଣ କରି ଖାଉଛନ୍ତି, ଇଏ ଆହୁରି ଖରାପ କଥା। ତେଣୁ ଯେତେ ବଦଭ୍ୟାସ, ଚୋରି, ନାରୀ, ମିଥ୍ୟା, କୃପଣତା, ଆଳସ୍ୟତା, ଏଇଭଳି ଯେତେ ଦୁର୍ଗୁଣ ଆମ ଭିତରେ ବାସ କରୁଛି, ଇଏ ସବୁ ହେଉଛି ରାକ୍ଷାସର ଗୁଣ। ତେଣୁ ଯୋଉଠି ଥୟ ନାହିଁ, ଯୋଉଠି ଅଥୟ ଅଛି, ସେଠି ଅଭୟ ଅଛି। ଯୋଉଠି ଥୟ ଅଛି, ସେଠି ଭୟର ଲେଶ ମାତ୍ର ନାହିଁ। ତାର ଭୟ ନାହିଁ ମାନେ ସେ ଦୁନିଆରେ କିଛି ତାର କୌଣସି କଥା ଅଭାବ ପଡ଼ିବ ନାହିଁ। ତେଣୁ ଅଭାବେ ସ୍ୱଭାବ ନଷ୍ଟ ବୋଲି ବହୁ ପୂର୍ବରୁ କୁହାଯାଇଛି। ତେଣୁ ସମସ୍ତେ ସେଇ ପଦାର୍ଥ ବିଜ୍ଞାନକୁ ନେଇ ସେ ତାରି ଭିତରୁ ତମେ ଈଶ୍ୱରଙ୍କର ସତ୍ତା ଖୋଜ। ଆଉ ଯେଉଁମାନେ ଖୋଜୁଛ, ପଦାର୍ଥକୁ ଛାଡ଼ିକିରି ଖୋଜୁଛ, ପ୍ରମାଣ ବି କରିପାରିବନି ୱିଦାଉଟ୍ ପଦାର୍ଥରେ, ବିନା ପଦାର୍ଥରେ ତୁମେ ଜୀବନରେ କ'ଣ କରିଛ। ଧରନ୍ତୁ ଆପଣ କହିବେ ମୁଁ ଗାଈ ଜଗିଛି, ସେ ବି ପଦାର୍ଥ। ମୁଁ ଛେଳି ଜଗିଛି, ସେ ବି ପଦାର୍ଥ। ପଦାର୍ଥ ବିନା ଏ ଜଗତରେ ତମେ କ'ଣ କରିପାରିବ? ଏ ଜୀବନଟା ବି ଗୋଟେ ପଦାର୍ଥରୁ ତୈରି ହେଇଛି। ତେଣୁ ପଦାର୍ଥ ଆଜି ଦେଖନ୍ତୁ ବିଶ୍ୱରେ ଗୋଟେ ଯୁଦ୍ଧ ଫୁଦ୍ଧ କ'ଣ ଲାଗିଛି, ଦେଖନ୍ତୁ ସାରା ପୃଥିବୀ ଆଜି ହାହାକାର। ସମସ୍ତେ ମୁଣ୍ଡରେ ହାତ ଦେଇ ବହିଛନ୍ତି। ଆଜି ତ ଏ ତେଲ ମିଳିଲା, କାଲିକି ମିଳିବ କି ନାହିଁ। ଗୋଟିଏ ଗରିବ ଖାଇ ନେଇ ବହିଛି, ସେ ଅପେକ୍ଷା କରିଛି କାଲିକି କିଏ ତାକୁ ଖାଇବାକୁ ଦେବ। ତେଣୁ ଏଇଭଳି ଭାବରେ ଇଏ ଜଗତ ରୂପକ ପଦାର୍ଥର ସଦୁପଯୋଗ କର। ଯେତେ ବିଜ୍ଞାନ ଅଛି, ଆମେ ତ ଖାଲି ମୋଟାମୋଟି କହିଦେଉଛୁ ବିଜ୍ଞାନ। ସିଏ ବିଜ୍ଞାନ କଲେ କେତେ କଥାକୁ ବୁଝେଇବ, କିନ୍ତୁ ସର୍ବଶ୍ରେଷ୍ଠ ବିଜ୍ଞାନ ହେଉଛି ପଦାର୍ଥ ବିଜ୍ଞାନ। ସେଇ ପଦାର୍ଥ ବିଜ୍ଞାନର ମାନେ କାର୍ଯ୍ୟକାରୀ ଯିଏ କରୁଛି ବା କରେଇବ, ସେ ହେଉଛି ମଣିଷ। ତେଣୁ ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଆଜିର ଏହି ପବିତ୍ର ସନ୍ଧ୍ୟାରେ ଆପଣମାନଙ୍କୁ ଏଇ ଯେଉଁ ଜଗନ୍ନାଥଙ୍କ ବିଷୟ କ'ଣ ଗୋଟେ କୋଉ କହିଲି, ଏସବୁ କଥାକୁ ଟିକେ ମନେ ରଖିବେ। ଆମେ କେବଳ ମନ୍ଦିର ଗଢ଼ିବୁ, ମସଜିଦ ଗଢ଼ିବୁ, ଚର୍ଚ୍ଚ ଗଢ଼ିବୁ, ମୂର୍ତ୍ତି ପ୍ରତିଷ୍ଠା କରିବୁ, ଏଠି ଅମୁକ ମୂର୍ତ୍ତି, ସେଠି ସମୁକ ମୂର୍ତ୍ତି, ସେଠି ତାକୁ ପୂଜା କରିବା ପାଇଁ ବ୍ରାହ୍ମଣ ନାହାନ୍ତି ନା ପୂଜା କରିବା ପାଇଁ ଦ୍ରବ୍ୟ ନାହିଁ। ତେବେ କୁହନ୍ତୁ ଆପଣ, ଏଇ ଯେତିକି କଥାରେ ମାତିଛନ୍ତି, ଆଜି ବର୍ତ୍ତମାନ ସବୁଯାକ ଦେଉଳ ଭାଙ୍ଗିଦେବା, ଦେଉଳ, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ସବୁ ଭାଙ୍ଗିଦେବା। ସେଠି କେବଳ ବସି ପ୍ରାର୍ଥନା କରିବା, ତା ଚାରିପାଖ ଖାଲି ଗଛ ଲଗେଇବା କି ଚାଷ କରିବା। ଆପଣମାନେ ଭାବିକି ଦେଖନ୍ତୁ, ଏଇ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଏଇସବୁ ଆମେ କରିକିରି
ଅନ୍ନେଶ୍ୱରୀ ଯୋଉଠି ନିହାତି ଦରକାର ଅଛି କରିବା ଉଚିତ ଅନ୍ନେଶ୍ୱରୀ କରି ଆଜି ହଜାର ହଜାର ଲକ୍ଷ ଲକ୍ଷ ଏକର ଆଜି ମାଟିକୁ ଆମେ ନଷ୍ଟ କରୁଛୁ। ଆପଣମାନେ ଏଇଟା ନିଜେ ନିଜକୁ ସମୀକ୍ଷା କରୁ କହିଲେ ତ ଭୁଲ ହେଇଯିବ କହିଲେ ଯଦି ଜଣେ ଜଣକୁ କହିବ ସେ କହିବ ଆମକୁ ଆକ୍ଷେପ କରୁଛି। ଆଚ୍ଛା ଗୋଟିଏ କଥା ଆପଣ ଭାବନ୍ତୁ ଇଏ କଥାକୁ ଆଜି କହିଛି ମରିବା ପର୍ଯ୍ୟନ୍ତ ବି କହିବି ହିନ୍ଦୁ ମଲେ ପୋଡ଼ା ହୁଏ ତା ପାଉଁଶ ନଦୀରେ ମିଳେ ନଦୀରେ ମିଶେଇ ଦିଅନ୍ତି ତା ଭିତରେ 12ଟି ଗୁଣ ଥାଏ ସିଏ ନଷ୍ଟ ହବନି ସେ ପାଣି ଭିତରେ ମିଶିକିରି ରହିଲା ପୁଣି ମଣିଷ ଯେତେବେଳେ ସେ ପାଣିକି ବ୍ୟବହାର କରିବ ସେ ଶକ୍ତିଟାକୁ ସେ ପାଇବ। ଆଚ୍ଛା ଏ କଥାଟିକି ପରେ ଆପଣ ଦେଖନ୍ତୁ ବହୁ ଜାଗାରେ ବହୁ ଧର୍ମରେ ପୋତା ହେବେ ତା ନାଁ ହେବ କବର। ଆଜି ଭାରତ ବର୍ଷ ଖାଲି ନୁହେଁ ସମଗ୍ର ପୃଥିବୀଟାକୁ ଆପଣ ବୁଲି ଆସନ୍ତୁ କେତେ ଲକ୍ଷ ଏକର ମୂର୍ତ୍ତିକା ଆଜି ଅବକ୍ଷୟ ହେଉଛି। ସେଇ ମୂର୍ତ୍ତିକା ପାଖରେ ଯଦି ଆମେ ଗଛଟିଏ ବି ଲଗାନ୍ତୁ ତାହେଲେ ସେ ଗଛ ଆମକୁ ବଞ୍ଚିବା ପାଇଁ ରାହା ଦିଅନ୍ତା। ଆମେ କବର କରିବୁ କିନ୍ତୁ ଗଛ ଲଗେଇବୁନି ଏଇ ହେଉଛି ଆମର ସ୍ୱଭାବ। ତେଣୁ ଏଇ ହେଉଛି ଆମର ଅସଦୁପଯୋଗ କାର୍ଯ୍ୟ। ପ୍ରକୃତରେ ସିଏ ପୋଡ଼ାରେ ନାହିଁ କି କବରରେ ନାହିଁ କି ସମାଧିରେ ନାହିଁ କି କୋଉଠି ନାହିଁ ସିଏ ଅଛି ଏଇ ପଞ୍ଚମହାଭୂତରେ ଅବ୍ୟକ୍ତ ଜିନି ଭୂତାନି ବ୍ୟକ୍ତ ମଦାନି। ତେଣୁ ଧର୍ମଯାଜକ ମାନେ ଆଉ ଥରେ ବିଚାର କରିବା ଦରକାର ଚର୍ଚ୍ଚା କରିବା ଦରକାର। କବର ରହିବ ତା ସହିତ ଗଛ ବି ରହିବ। ଗଛ ରହିଲେ ସେଠି ପକ୍ଷୀ ରହିବେ ସେଠି ମଣିଷ ପାଇଁ କି ପଶୁ ପକ୍ଷୀଙ୍କ ପାଇଁ ଫଳମୂଳ ଇତ୍ୟାଦି ସବୁ ରହିବ। ଆଜିର କଥା ଏଇଠି ରଖୁଛି। ଜୟ ଗୁରୁ ଜୟ ଜଗନ୍ନାଥ।